କ'ଣ କରୁଛୁ ରେ ସାଙ୍ଗ? ଆରେ ଏକା କ'ଣ ତୁ ସେ ଟଙ୍କା କାହିଁ? ସେ ନାହିଁ ଗୋଟେ ବୁଲେ ସାଙ୍ଗମାନ ସାଙ୍ଗେ ନୟାଗଡ଼ ଯାଇଛି କୁଆଡ଼େ ଗୋଟେ। ଖରାଦିନେ କ'ଣ ଭିକ୍ ଶୁଣୁଛୁ ବେ? ଥଣ୍ଡା ହେଇଛି ତୋତେ? ଆରେ କେଉଁଝର ଖବର ଜାଣିଛୁ ଟି କ'ଣ ହେଇଛି? କ'ଣ ହେଇଛି? ତାପରେ ଟଙ୍କା ପାଇଁ ଜଣେ ଭାଇକୁ ତା ଭଉଣୀର କଙ୍କାଳ ନେଇକି ବ୍ୟାଙ୍କ ଯିବାକୁ ପଡ଼ୁଛି। ଜିତୁ ମୁଣ୍ଡା ବୋଲି ଜଣେ ଆଦିବାସୀ ଲୋକଟା, ତା ଭଉଣୀର ଡେଥ୍ ହେଇଯାଇଛି। ତା ବ୍ୟାଙ୍କ ଆକାଉଣ୍ଟରେ 19,000 ଟଙ୍କା ଥିଲା। ଇଏ ସେ ଟଙ୍କା ପାଇବା ପାଇଁ ବାରମ୍ବାର ବ୍ୟାଙ୍କ ଦୌଡ଼ି ଦୌଡ଼ି ପୁରା ନୂଆ ଦେଇଥିଲା। ବ୍ୟାଙ୍କ ବାଲା ପଇସା ଦେଲେନି ତାକୁ। ସେ ନୋମିନି ନଥିଲା କି? ତା ସ୍ୱାମୀ ତା ପୁଅ ଥିଲେ, ସେମାନେ ବି ଆଗକୁ ଚାଲି ଯାଇଛନ୍ତି। ଆଉ ବର୍ତ୍ତମାନ କେବଳ ମାନେ ହକଦାର ହେଉଛି କେବଳ ଇଏ ଜିତୁ ମୁଣ୍ଡା। ମାନେ କହିଲେ ତୁମେ ଯାହା ଆକାଉଣ୍ଟ ତାକୁ ନେଇକି ଆସ, ତାକୁ ନେଇକି ଆସ। ଆରେ ଯଦି ଆକାଉଣ୍ଟ ହୋଲ୍ଡର ମରିଯାଇଛି ସେ କେଉଁଠୁ ଆଣିବ? ଡେଥ୍ ସାର୍ଟିଫିକେଟ୍ ନଥିଲା କିଛି। ଆରେ ସେ ପାର୍ସଲ କରିନି, ତାକୁ ବ୍ୟାଙ୍କ ବାଲା ଗାଇଡ଼ କରିବାର ଥିଲା, ବୁଝିଲେନି। ସେ ବିରକ୍ତ ହେଇକି ନିରାଶ ହେଇଗଲା। ଶେଷରେ ବାଧ୍ୟ ହେଇକି ଡେଡ୍ ବଡ଼ି ନୁହେଁ ତ ସ୍କେଲିଟନ୍ ଭିଡ଼ିଓ ଭାଇରାଲ ହେଉଛି, ଦେଖୁଥିବୁ ପୁରା ସ୍କେଲିଟନ୍ ତା ଭଉଣୀର, ତାକୁ ନେଇକି ଯାଉଛି ବ୍ୟାଙ୍କ। ଭାଇ ଛି 19,000 ଟଙ୍କା ପାଇଁ ଶେଷରେ ଗୋଟେ ଲୋକ ତାକୁ କବର ଖୋଦିବାକୁ ପଡ଼ିଲା ନିଜ ଭଉଣୀର ପୁଣି ଯାଇକିନା। ହେଲା ଭିଡ଼ିଓ ଭାଇରାଲ ପରେ ପ୍ରଶାସନ ପୁରା ଉଠି ପଡ଼ିଲା ସାଙ୍ଗେ ସାଙ୍ଗେ। ସେଇଟା କରିପାରିବେ ସବୁ ଲାଷ୍ଟକୁ। ତାକୁ 19,402 ଟଙ୍କା ମିଳିଲା, ସୁଧ ସହିତ ମିଶେଇକି ତାକୁ ଦେଲେ। ଯେଉଁ ମିଳିଗଲେ କ'ଣ ହେବ? ସେଇ ଯେଉଁ ଲୋକର ଯେଉଁ ମାନସିକ ସ୍ଥିତି ଯାହା ଥିବ ସେ କ୍ଷତିପୂରଣ କିଏ ଦେବ? ବ୍ୟାଙ୍କ ମ୍ୟାନେଜର ଟିକେ ସମ୍ବେଦନଶୀଳ ହେବାର ଥିଲା, ତାକୁ ଗାଇଡ଼ କରିଥାନ୍ତା, ହେଲ୍ପ କରିଥାନ୍ତା, ଲିଗାଲ ଏହା ବାହାର କରିଦେଇଥାନ୍ତା। ସବୁଥିରେ ସାହାଯ୍ୟ କରିଥିଲେ ତାକୁ ଲୋକଟାକୁ ଏତେ ହଇରାଣ ହେବାକୁ ପଡ଼ିନଥାନ୍ତା। ଏଇଥିରେ କ'ଣ ନା ଡିଜିଟାଲ ଇଣ୍ଡିଆ ମୋ ଏଇଟା ଦର୍ଶାଉଛି, ଏଇଟା ଖାଲି ଗୋଟେ ଘଟଣା ନୁହେଁ, ଏଇଟା ଦର୍ଶାଉଛି ଯେ ଦେଶରେ ଖାଲି ଉନ୍ନତି ହେଇଚାଲିଛି, ଡେଭଲପମେଣ୍ଟ ହେଇଚାଲିଛି। ଆରେ ଡେଭଲପମେଣ୍ଟ ନୁହେଁ, ମାନବିକତା ବି ଦରକାର ଦେଶରେ କିଛି।